ସାଙ୍ଗମାନେ ଆଜି ବି ବହୁତ ଭଲ ଭଲ ଟିପ୍ ନେଇ ଆସିଛି ସାଙ୍ଗମାନେ। ଦୟାକରିକି ଟିକେ ସମୟ ବାହାର କରିକି ଯଦି ଭିଡ଼ିଓଟି ଦେଖିବେ, ଟିପ୍ ଗୁଡ଼ାକ ଦେଖିବେ, ଆପଣଙ୍କର ହିଁ କାମରେ ଆସିବ। ଆପଣଙ୍କୁ କୌଣସି ଅସୁବିଧା ହେବନି କାମରେ। ନମସ୍କାର, କୁକ୍ ୱିଥ୍ ମୂର୍ଚ୍ଛା ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ଏଇ ଶୀତ ଦିନେ ଆମର ବହୁତ ପ୍ରକାରର ପ୍ରୋବ୍ଲେମ୍ ହୁଏ। ତ ସେଇ ପ୍ରୋବ୍ଲେମ୍କୁ ଆମେ ଚୁଟକିରେ ସଲ୍ଭ କରିପାରିବା ଯଦି, ତାହେଲେ ଏଇ ଟିପ୍ ଗୁଡ଼ାକ ନିଶ୍ଚୟ ଦେଖିବାକୁ ପଡ଼ିବ। ଏଇସବୁ ଛୋଟ ଛୋଟ ଟିପ୍ ଗୁଡ଼ାକ ଯଦି ଆମେ ଫଲୋ କରିବା ନା ସାଙ୍ଗମାନେ, ଆମର ବହୁତ କଷ୍ଟ କାମ ଆମକୁ ଅତି ସହଜ ଲାଗିବ। ତ ଏଠି ଦେଖିପାରୁଥିବେ ମୁଁ ପିଆଜ ଖଣ୍ଡେ ନେଇ ଆସିଛି ଆଉ ତାକୁ ଗ୍ରେଟ୍ କରିଦେଉଛି। ଅତି ଛୋଟ ଛୋଟ ଯେଉଁ ହୋଲ୍ ଥିବ ଯେଉଁ ଗ୍ରେଟର୍, ସେଥିରେ ହିଁ ମୁଁ ଗ୍ରେଟ୍ କରୁଛି। ଯଦି ଆପଣଙ୍କ ପାଖରେ ଗ୍ରେଟର୍ ନଥିବ, ଏମିତି ଛୋଟ ହୋଲ୍ ବାଲା ଗ୍ରେଟର୍ ନଥିବ, ତାହେଲେ ଆପଣ ଛେଚି ପାରିବେ, ବାଟି ଦେବେ କିମ୍ବା ଯେଉଁ ଗ୍ରାଇଣ୍ଡର୍ କରିବେ। ଗ୍ରାଇଣ୍ଡର୍ କଲେ ଯଦି ବେଶୀ ପିଆଜ ଦରକାର ହେବ ତ ଆମେ କ'ଣ କରିବା, ଶିଳରେ ବାଟିଦେବା। ତ ଏମିତି କରିକି ତାକୁ ଭଲ ଭାବରେ ଗୁଣ୍ଡ କରିକି ତା'ର ରସ ଟିକେ ବାହାର କରିବାର ଅଛି। ତ ଏଇଠି କହି ରଖୁଛି ସାଙ୍ଗମାନେ, ଭିଡ଼ିଓ ଦେଖୁଛନ୍ତି ଗୋଟେ ଲାଇକ୍ ଦେଉନାହାନ୍ତି, ନିଶ୍ଚୟ ଗୋଟେ ଲାଇକ୍ ଦିଅନ୍ତୁ। ଏତେ ପରିଶ୍ରମ କରିକି ଆପଣମାନଙ୍କ ପାଇଁ ମୁଁ ଭିଡ଼ିଓ ଆଣୁଛି, ଆପଣ ଗୋଟେ ଖାଲି ଲାଇକ୍ ଦିଅନ୍ତୁ। ଲାଇକ୍ରେ ଜମା ବି ପଇସା ପଡ଼ିବନି। ଆଉ ଚ୍ୟାନେଲରେ ଯଦି ନୂଆ ଅଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିନିଅନ୍ତୁ। ତ ଯାହାଫଳରେ କି ମୁଁ ଆଗକୁ ଯେଉଁ ଭିଡ଼ିଓ ପକାଇବି ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ଏଠି ଦେଖନ୍ତୁ ପିଆଜକୁ ମୁଁ ଚିପୁଡ଼ି ଦେଲି, ଏତିକି ରସ ବାହାରିଲା। ଏଇ ଯେଉଁ କଞ୍ଚା ପିଆଜ ନା ଆମ ସ୍କିନ୍ ପାଇଁ ବହୁତ ଉପକାର, ମାନେ ଏତେ ସୁନ୍ଦର ଉପକାର ଦିଏ। ଆମେ ଦେଖିବା ଯେଉଁଠି ଘା ହେଇଥିବ କିମ୍ବା ଖଣ୍ଡିଆ ମଣ୍ଡିଆ ହେଇଥିବ, ଟିକେ ପିଆଜରେ ଟିକେ ଚିନି ପକାଇ ଦେଇକି ଲଗାଇଦେଲେ ସେ ଖଣ୍ଡିଆର ଦର୍ଜ କମିଯିବ। ତ ଏଇଠି ଅଛି ଅଳ୍ପ ଟିକେ ପିଆଜ ରସ, ସେଥିରେ ଗୋଟେ ଚାମଚର 4 ଭାଗରୁ ଭାଗେ ମୁଁ ଦେଲି ଚିନି, ଆଉ ଚେନେ ଲେମ୍ବୁ, ଆଉ ପେଷ୍ଟ ଟିକେ, ମାନେ ପେଷ୍ଟ ଗୋଟେ ଚାମଚର ସେମିତି 4 ଭାଗରୁ ଭାଗେ ପେଷ୍ଟ ଦେଇଛି। ତାପରେ ଆକୁ ଭଲ ଭାବରେ ଟିକେ ମିଶାଇଦେବା। ପେଷ୍ଟଟା ମିଶିବନି, ଭଲ ଭାବରେ ମିଶାଇଦେବା। ଶୀତ ଦିନେ ଆମ ଗୋଡ଼ ଯେଉଁ କଳା କଳା ପଡ଼ିଯାଏ, ଫାଟିଥିବ ତ ନିଶ୍ଚୟ, ସେ ଫାଟିଲା ଭିତରେ ବି କୌଣସି ମଳି ଜମିଯାଏ ଆଉ ଫାଟିଥାଏ। ଯେଉଁ ଲେମ୍ବୁଟା ଆମର ବହୁତ ବଢ଼ିଆ କାମ ଦେବ। ଲେମ୍ବୁ ଚିନି ଆମେ ଯଦି ଫାଟରେ ଲଗାଇଦେବା, କେତେ ଫାଟ କମିଯିବ। ମାନେ ସବୁଦିନ ଯଦି ଆମେ ଏଇଭଳିଆ ଆପ୍ଲାଏ କରିବା ନା, ଆମ ଗୋଡ଼ର ଫାଟ ଜମା ରହିବନି। ଆଉ ଶୀତ ଦିନେ ତ ନିଶ୍ଚୟ ଫାଟିବା କଥା ଫାଟିବ, ଯାହା କାହାର ବହୁତ ଫାଟିବ, କାହାର ଅଳ୍ପ ଫାଟିବ। ଆଉ ଆମର ପାଦର କେୟାର ନେବା ନିଶ୍ଚୟ ଦରକାର। ତ ଏମିତି ଘରୋଇ ଭାବରେ ଆମେ ପାଦର କେୟାର ନେଇପାରିବା। ପାଦ ଯେଉଁ ଫାଟୁଛି, ଯେଉଁ ମଳି ଜମି ଯାଉଛି, ଏମିତି ଭାବରେ ଆମେ ତାକୁ କ୍ଲିନ୍ କରିପାରିବା। ଗୋଡ଼ ଗୋଇଠି ଗୁଡ଼ା ଫାଟିଥିବ ଆଉ ଗୋଡ଼ ଗୁଡ଼ାକ ବି ବହୁତ ଅସନା ଦେଖାଯାଏ ଶୀତ ମାସରେ। ତ ଏମିତି ଆମେ ନିଶ୍ଚୟ କରିବା ଉଚିତ। ଆମ ଲେଡ଼ିଜ୍ମାନଙ୍କର ତ ନିହାତି ଦରକାର। ଏବେ ଯିବା ନେକ୍ସଟ ଟିପ୍କୁ। ସେଇ ପିଆଜକୁ ନେଇ ଆଉ ଗୋଟେ ଟିପ୍ ଅଛି, ବହୁତ ବଢ଼ିଆ ଟିପ୍ଟେ ସାଙ୍ଗମାନେ। ତ ଏଠି ଦେଖନ୍ତୁ ମୁଁ ପିଆଜ ଗୋଟେ ନେଇଯାଇଛି ଆଉ ତାକୁ ଏମିତି ଭାବରେ କାଟି ନେବା, ପୁରା ଚେକା ଚେକା କରି ମୋଟା ମୋଟା କରିକି କାଟିବା। ନହେଲେ ଖାଲି 2 ଫାଳ କଲେ ବି ଚଳିବ, କାରଣ ଗୋଟେ ଫାଳରେ ମୁଁ କାମ ଚଳେଇଦେବା, କାହିଁକି ଆଉ ଗୋଟେ ଫାଳ ନଷ୍ଟ କରିବା। ତ ଦେଖନ୍ତୁ ଏଇଠି ମୁଁ ଏମିତି ହିଁ କାଟି ନେଇଛି। ଆଉ ଆକୁ ନେଇଯିବା ଗ୍ୟାସ୍ରେ ତାୱାରେ ବସାଇଦେବା। ଖାଲି ତାୱାରେ ନୁହଁ, ଯେତେବେଳେ ଆମେ ରୁଟି ସେକି ସାରୁଛେ ତାୱାଟା ଟିକେ ତାତି ଯାଉଛି, ତ ତାକୁ ଆମେ ପିଆଜକୁ ପକାଇଦେବା। ନହେଲେ ସେମିତି ତାୱାଟା ତତେଇ ଦେବା ଟିକେ ନାଗୁରୁ, ଯେତେବେଳେ ଆମର ନିହାତି ଦରକାର, ତାପରେ ପିଆଜକୁ ପକାଇଦେବା। ପିଆଜଟା ଅଳ୍ପ ଯେମିତି ତାତିବ, କ'ଣ କରିବା, ଆମେ ହାତରେ ଗୋଡ଼ରେ ଯେଉଁଠି ଆମର ଦର୍ଜ ହେଇଥିବ ଏମିତି ସୋରିଷ ତେଲ ଲଗାଇଦେବା। ଆଉ ସେ ପିଆଜ ତତଲାକୁ ଆଣିକି ଏମିତି ହିଁ ଲଗାଇବା। ବେଶୀ ତାତି ନଥିବ, ଟିକେ ଦେଖିକିରି। ତ ଏଇ ପିଆଜ ଆମର ବହୁତ ପ୍ରକାର ଉପକାର ଦେଇଥାଏ। ପିଆଜ କଞ୍ଚା ଯଦି ଆମେ ଖାଇବା, ଆମର ରକ୍ତ ପରିଷ୍କାର ହେବ, ପିଆଜରେ ଚୁଟି ଉପୁଡ଼ିବା ବନ୍ଦ ହେବ, ଆଉ ରୁପି ଉକୁଣି ଏସବୁ ବହୁତ ପ୍ରକାରର ଅଛି। ଛୋଟ ଛୁଆଙ୍କର କାନମୂଳ ଦର୍ଜ ହୁଏ, ଗାଲୁଆ ହୁଏ, ସେଥିପାଇଁ ଆମକୁ ସେକ ଦେବାକୁ ପଡ଼େ। ତ ସେଇ ଜାଗାରେ ବି ଏମିତି ଆମେ ସେକ ଦେଇପାରିବା, ବହୁତ ବଢ଼ିଆ କାମ ଦେବ। ଗରମ ପାଣିରେ ସେକ ଦେବା ଅପେକ୍ଷା ଏଥିରେ ସେକ ଦେଲେ ବହୁତ ଶୀଘ୍ର କମିବ। ତ ଏଠି ଯଦି ଆମେ ମେଡ଼ିସିନ ଖାଇଥାନ୍ତା, କେତେ ପଇସା ଖର୍ଚ୍ଚ ହେଇଥାନ୍ତା, ତାପରେ ସାଇଡ଼୍ ଇଫେକ୍ଟ ମଧ୍ୟ ବାହାରିଥାନ୍ତା। ତ ଏବେ ଯିବା ଆମେ ନେକ୍ସଟ ଟିପ୍କୁ। ଏଇ ତାୱାକୁ ନେଇକରି, ତାୱା ଯେତେବେଳେ ଆମେ ରୁଟି କରୁଛେ, ରୁଟି ଗୁଣ୍ଡ ଗୁଡ଼ାକ ସେଥିରେ ଲାଗିକିରି ପୋଡ଼ିଯାଏ। ତ ସେଇ ତାୱାକୁ ଆମେ କେମିତି ଅତି ସହଜରେ ସଫା କରିବା। ତ ଆମେ ରୁଟି ଯଦି ସେକି ସାରିବା, ତାୱାକୁ ଯଦି ଆମେ ନ ଝାଡ଼ିବା, ନ ସଫା କରିବା, ସେଇଟା ପୋଡ଼ିଯିବ ଆଉ ରୁଟି ବି ଭଲ ହେବନି। ରୁଟି ବି ସେଇଥିରେ ପୋଡ଼ିଯିବ, କେମିତି ଗୋଟେ ଧୂଆଁଳିଆ ବାସ୍ନା ହେବ। ତ ସେଥିପାଇଁ ଆମେ ତାକୁ ସେ ତାୱାକୁ ଆମେ ଭଲକି ସଫା କରିବା ନିହାତି ଦରକାର। ତ ସେଥିପାଇଁ ଅତି ସହଜ ଉପାୟ, ବେକିଂ ସୋଡ଼ା କିଛି ପକାଇଦେବା। ତାପରେ ଏଇଠି ଦେଖନ୍ତୁ ଏମିତି ଯେଉଁ ଫଏଲ୍ ପେପର ଥିବ, ଆପଣମାନେ ମଗାଉଥିବେ, ପାର୍ସଲ ମଗାଉଥିବେ, ଯେଉଁ ସେ ଫଏଲ୍ ପେପର ପୁରୁଣା ଥିବ, ତାକୁ ଜମା ବି ଫୋପାଡ଼ିବେନି। ତାକୁ ଏମିତି ଭାବରେ କଣ୍ଟା ଚାମଚରେ ଗୁରେଇ ଦେବେ। ଗୁରେଇକି କିମ୍ବା କୌଣସି ଚାମଚରେ ବି ଗୁରେଇଲେ ବି ହେବ। ଏଇଠି ମୁଁ କଣ୍ଟା ଚାମଚ ନେଇଛି, କଣ୍ଟା ଚାମଚରେ ଗୁରେଇଲେ ଲାଖିକି ରହିବ। ଟିକେ ନାଗୁରୁ ପାଣି ପକାଇଦେବା, ଆଉ ସେଥିରେ ସେଇ ଚାମଚରେ ବଢ଼ିଆ ଭାବରେ ତାକୁ
ଘଷିଦେବା, ମାନେ ବୁଲେଇ ବୁଲେଇ ଘଷିଦେବା। ଟିକେ ତାତିଥିବ, ଆଉ ବେଶୀ ଥଣ୍ଡାରେ ହେଲେ ସେ ଛାଡ଼ିବନି, ଅଳ୍ପ ଟିକେ ତାତିଥିବ ଯେମିତି ପାଣି ଉଷୁମ ହେଇଯିବ, ପୁଣି ଯେଉଁ ଗ୍ୟାସ୍କୁ ବନ୍ଦ କରିଦେବେ। ତାପରେ ଏମିତି ଫଏଲ୍ ପେପର୍ ଆଉ କଣ୍ଟା ଚାମଚରେ ଘଷିଦେଲେ ହାତ ଲାଗିବନି। ହାତଟା ଲାଗିଲେ ଟିକେ ତାତିଯିବ ନା ହାତଟା, ଆମେ ଆଉ ଘଷି ପାରିବାନି। ସେଥିପାଇଁ ଏମିତି କଣ୍ଟା ଚାମଚରେ ତାକୁ ସେଇଥିରେ ଯେଉଁ ଫଏଲ୍ ପେପର୍ରେ ଘଷିଦେବା। ଯେତେବେଳେ ଥଣ୍ଡା ହେଇଯିବ ପୁଣି ହାତରେ ଫଏଲ୍ ପେପର୍ରେ ଘଷିବା। ବଢ଼ିଆ ଭାବରେ ସଫା ହେଇଯିବ ସାଙ୍ଗମାନେ, ଦେଖିବେ। ଯଦି ଆପଣଙ୍କ ପାଖରେ ନଥିବ, ଯେଉଁ ତାର ଜାଲି ନଥିବ, ଏଥିରେ ହିଁ ସେ ସଫା ହେଇପାରିବ। ଆଉ ଏ ତାୱାକୁ ଯଦି ଆମେ 8 ଦିନ ଥରେ ସଫା ନ କରିବା, ସେ ପୁରା ପୋଡ଼ି 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 ସେ ପୋଡ଼ାଟା ପୁରା ରହିଯିବ, ଆଉ ଜମା ଛାଡ଼ିବନି। ସେଥିପାଇଁ ଆମେ ଯେତେବେଳେ ଟିକେ ନାଗୁରୁ ପୋଡ଼ିଲା, ଆମେ ଏମିତି ହିଁ ଛଡ଼େଇ ଦେବା। ଆଉ ଦେଖନ୍ତୁ, ଆଜି ମୁଁ ଏ ତାୱାକୁ ପୁରା ଧଳା କରିକି ଦେଖେଇବି, କେତେ ସୁନ୍ଦର ଭାବରେ ସେ ସଫା ହେଇଯିବ। ତାୱା ସଫା କରିବା ଭିତରେ ସାଙ୍ଗମାନେ ଜଣେଇ ଦେଉଛି, କେଉଁ ଜାଗାରୁ ଭିଡ଼ିଓ ଦେଖୁଛନ୍ତି କମେଣ୍ଟରେ ନିଶ୍ଚୟ ଜଣେଇବେ। ଜଣେଇଲେ ମୁଁ ଟିକେ ଖୁସି ହେବି, ଆପଣଙ୍କୁ ବି ଥ୍ୟାଙ୍କ୍ସ ଜଣେଇ ପାରିବି। ଆଉ ଦେଖନ୍ତୁ, ଏଠି ବେଶୀ ପରିଶ୍ରମ କରିବାକୁ ପଡ଼ିଲାନି, ଖାଲି ଏମିତି ଟିକେ ହାତରେ ଘଷିଦେଲି। ଦେଖନ୍ତୁ କେତେ କଳା କଳା ପାଣି ବାହାରୁଛି। ତାପରେ ଟିକେ ଲିକୁଇଡ଼ ପକେଇକି ଆପଣ ଆଉ ଯେଉଁଥିରେ ସଫା କରିଦେଲେ ସାଙ୍ଗେ ସାଙ୍ଗେ ସେ ଛାଡ଼ିଯିବ। ଆଉ ମୁଁ ଏଠି ଲେମ୍ବୁ ଚୋପା ଟିକେ ରଖିଥିଲି, ସେଥିରେ ଘଷିଦେଲି, ତ ଆହୁରି ବଢ଼ିଆ ସଫା ହେଇଗଲା। ଦେଖନ୍ତୁ, ବଢ଼ିଆ ଭାବରେ ସଫା କରିକି ମୁଁ ଦେଖାଉଛି। ଆଉ ଏଇଠି ଗୋଟେ ବଢ଼ିଆ ଟିପ୍ଟେ କହୁଛି ସାଙ୍ଗମାନେ, ଯେଉଁ ତାୱାରେ ଆମେ ରୁଟି ସେକୁଥିବା, ସେ ତାୱାରେ ଆମେ ପରଟା ସେକିବାନି। ଯଦି ଆମେ ସେଥିରେ ଘିଅ କିମ୍ବା ତେଲ ଦେଇକି ପରଟା ସେକିଦେବା, ସେଇ ତେଲ ଘିଅ ଚିହ୍ନଟା ଏତେ ଜୋର ଲାଖିକି ରହିବ ଯେ ଆପଣ ଯେତେ ଛଡ଼େଇଲେ ବି ଛାଡ଼ିବନି। ଆଉ ସିଏ ଆସ୍ତେ ଆସ୍ତେ କଳା ପଡ଼ିଯିବ, ତାୱା ଆସନା ହେଇଯିବ। ଏଠି ଦେଖନ୍ତୁ, ତାୱା କେତେ ସୁନ୍ଦର ଭାବରେ ସଫା ହେଇଯାଇଛି। ମୁଁ ବି ଏମିତି କରୁଛି। ମୋ ରୁଟି ଯେଉଁଥିରେ ସେକୁଛି, ମୁଁ ସେଥିରେ ଭଜା କିମ୍ବା ପରଟା କରେନି। ସେଥିପାଇଁ ମୋ ତାୱାଟା ସବୁବେଳେ ଏମିତି ଧଳା ହେଇକି ରହିଥାଏ। ମୁଁ ଏଇଠି ମାତ୍ର 1 ମିନିଟ୍ ତାର ଜାଲି ଟିକେ ଘଷିଦେଲି। ଯଦି ଆଉ ଟିକେ ତାର ଜାଲି ଘଷିଦେବି, ପୁରା ଧଳା ହେଇଯିବ। ଯେଉଁ ଟିକେ ଟିକେ ଲାଗିଛି କଳା କଳା, ସେ ସମ୍ପୂର୍ଣ୍ଣ ଛାଡ଼ିଯିବ। ଏବେ ଯିବେ ନେକ୍ସଟକୁ। ଜମା ବି ଭିଡ଼ିଓ ସ୍କିପ୍ କରନ୍ତୁନି ସାଙ୍ଗମାନେ, ବଢ଼ିଆ ଟିପ୍ଟେ ଅଛି। ଏଇଠି ଦେଖନ୍ତୁ, ମୁଁ 1 ଗ୍ଲାସ୍ ପାଣି ନେଇଛି। ପାଣିରେ ମୁଁ 2 ଚାମଚ ପାଖାପାଖି ହଳଦୀ ଦେଲି। ଯେଉଁ ହଳଦୀ ଆମେ ରାନ୍ଧୁଛେ, ସେଇ ହଳଦୀ ହେଲେ ଚଳିବ। ସେଇ ହଳଦୀ ଗୁଣ୍ଡରୁ ମୁଁ 2 ଚାମଚ ନେଲି। ଆଉ ଏଥିରେ ଦେବା ଯେଉଁ 1 ଚାମଚର ଅଧା ଚାମଚର ଆହୁରି କମ୍ ଅଛି। ଦେଖନ୍ତୁ, ଏଠି ଡିଟର୍ଜେଣ୍ଟ ପାଉଡ଼ର, ଯେକୌଣସି ଡିଟର୍ଜେଣ୍ଟ ପାଉଡ଼ର ହେଲେ ହେବ। ଡିଟର୍ଜେଣ୍ଟ ପାଉଡ଼ରଟା ଜମା ବି ବେଶୀ ନେବା ଦରକାର ନାହିଁ। 2 ଭାଗରୁ ଭାଗେ, ତାଠୁ ବି କମ୍, ଏମିତି ହିଁ ପକାଇବେ। ଆଉ ପାଣି ନେଇଯିବେ, ଯେତିକି ଆପଣଙ୍କର ଦରକାର ପାଣି ନେବେ। ମୁଁ ଏଠି କମ୍ କ୍ୱାଣ୍ଟିଟିର ତିଆରି କରିଛି। ଆକୁ ନେବା ଆମେ ଗଛରେ ଦେବା। ଯେକୌଣସି ଗଛ ହେଉ, ଯଦି ପୋକ ଲାଗୁଛି, ଯାହା ବି ପୋକ ଲାଗିଥାଉ, ଯଦି ମାଟି ଏମିତି ମୂଳେ ମୂଳେ ଦେବେ, ସେ ଫଙ୍ଗସ୍ ଲାଗିବନି। ତାର ବାସ୍ନାରେ, ହଳଦୀର ଯେଉଁ ବାସ୍ନା ଅଛି, ସେଥିରେ ହିଁ ସେ ପୋକ ଲାଗିବେନି। ଆଉ ହଳଦୀରେ ତ ପୋକ ଲାଗନ୍ତିନି। ଆଉ ସେଇ ଯେଉଁ ଡିଟର୍ଜେଣ୍ଟ ପାଉଡ଼ର ତ ପୋକ ମରିଯାନ୍ତି। ତାର ଉପର ଭାଗରେ, ଡାଳରେ, ପତ୍ରରେ ଦେବେନି, ମୂଳରେ ମୂଳରେ ଏମିତି ଦେଇଦେବେ। ଦେଖିବେ, କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି।